ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବରେ ପରିଚିତ। ଏହି ଦିନଟି କୃଷକମାନଙ୍କର ଦିନ ବୋଲି କୁହାଯାଏ। ଚାଷୀ ନିଜ ସ୍ତ୍ରୀ ଠାରୁ ହଳଦୀ, ଚନ୍ଦନ, ସିନ୍ଦୁର ବୋଳା ଧାନ ବିହନ ପୂର୍ଣ୍ଣ ନୂଆ ଗଉଣୀକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳ ଲଙ୍ଗଳ ଧରି କ୍ଷେତକୁ ଯାଏ। ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗ ଦେଇ ନୈବେଦ୍ୟ ଚଢ଼ାଏ ଏବଂ କିଆରୀର ଐଶାନ୍ୟ କୋଣରେ ପୋତି ହଳ ବୁଲାଏ ଏବଂ ମୁଠା ମୁଠା ବିହନ କିଆରୀରେ ବୁଣେ। ଏହାକୁ ଅକ୍ଷିମୁଠି କହନ୍ତି। ଆଗ୍ନେୟ ପୁରାଣ, ବିଷ୍ଣୁ ଧର୍ମୋତ୍ତର ପୁରାଣ ଓ ଭବିଷ୍ୟ ପୁରାଣ ଆଧାରରେ ଅକ୍ଷୟ ତୃତୀୟାକୁ ଗୋଟାଏ ପ୍ରଶସ୍ତ ଶୁଭ ଦିନ ରୂପେ ବର୍ଣ୍ଣନା କରାଯାଇଛି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଖୋର୍ଦ୍ଧା ମଳିପଡ଼ା ଗ୍ରାମରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତ ରାୟ ଚାଷ ଜମିରେ ପୂଜାର୍ଚ୍ଚନା କରି ଧାନ ବୁଣି ଅକ୍ଷିମୁଠି ଅନୁକୂଳ କରିବା ସହ ଓଡ଼ିଆ ଚାଷୀକୂଳର ଉନ୍ନତି କାମନା କରିଛନ୍ତି। ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ସମସ୍ତେ ଆମେ ତାଷରେ ମନ ଦେବା। ତାଷ ନଥିଲେ କିଛି ନାହିଁ। ଆଜି ତାଷ କଲେ ଆମେ ସମସ୍ତେ ଭଲରେ ରହିବା। ମୁଁ ଖୋର୍ଦ୍ଧାର ଯେତେ ମୋର ଚାଷୀ ଭାଇମାନେ ଅଛନ୍ତି, ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ଆପଣ ଆଗାମୀ ଦିନରେ ତାଷ କରନ୍ତୁ ଏବଂ ସେଥିପାଇଁ ମୁଁ ତୁମ ସାଙ୍ଗରେ ଚାଷୀ ଭାଇ ହେଇକି ଅଛି। ଏବଂ ଏ ପବିତ୍ର ଅକ୍ଷୟ ତୃତୀୟାରେ ଆଜି ମୋର ବି ମୁଁ ବିଧାନସଭାରେ ଆପଣଙ୍କ ପାଖରେ ଆପଣମାନେ ମୋତେ ଠିଆ କରିଛନ୍ତି ଏବଂ ମୋର ବାଲ୍ଟି ଚିହ୍ନ। ଆଉ ଆଜିଠାରୁ ବି ମୁଁ ଏ ପବିତ୍ର ଅକ୍ଷୟ ତୃତୀୟାରେ ମୋ ଚାଷ କାମ ଅନୁକୂଳ କରିବା ପରେ ବି ମୋର ଆଜି ପ୍ରଚାର କାମ ଆଜିଠାରୁ ବାଲ୍ଟି ଚିହ୍ନରେ ଆପଣମାନେ ସମସ୍ତେ ଭୋଟ ଦେବେ। ମୁଁ ବି ପ୍ରଚାର କାମ ଆଜି ଆରମ୍ଭ କରିଛି। ଆଜିର ଏହି ଶୁଭ ଦିବସରୁ ନିଜର ନିର୍ବାଚନୀ ପ୍ରଚାର କାମ ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି। ଖୋର୍ଦ୍ଧାରୁ ସନ୍ତୋଷ ଚୌଧୁରୀଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।